ତୁମେ ଯେମିତି ଜୀବନ ବିତାଉଛ ତାହାକୁ ଦେଖି ଯଦି କେହି ତୁମକୁ ପାଗଳ କହୁନାହାନ୍ତି ତେବେ ତୁମେ ଭୁଲ ପଥରେ ଅଛ। ଯିଏ ସମସ୍ତଙ୍କ ଆଖିରେ ସଠିକ୍ ଏବଂ ସନ୍ତୁଳିତ ଜୀବନ ବିତାଉଛି, ଏହି ମ୍ୟାଚ୍ ଦେଖିବା ପାଇଁ ମୋର ଜଣେ ବନ୍ଧୁ ମନେ ପକାଇଥିଲା IITର। ଆଜି ସେ ଜାଣିଛ କ'ଣ କରୁଛି? ସେ ଏକ ଔଷଧ ତିଆରି କରିଛି। ସେ ତାର ନିଜ ଉପରେ ପରୀକ୍ଷଣ କରୁଛି ଆଜି ଦିନରେ ହିଁ। ପୂର୍ବରୁ ମଧ୍ୟ କରିଛି। ଯେଉଁ ପରିଣାମ ଦରକାର ମିଳିଲାନି ତ ପୁଣି ଥରେ କରୁଛି। ସବୁ କାମ ଛାଡ଼ି ଏକ ଔଷଧ ଅଛି ଯାହାକୁ ସେ ତିଆରି କରିବାରେ ଲାଗି ପଡ଼ିଛି। କିଛି ବି ହୋଇପାରେ, କାହିଁକି ନା ଔଷଧ ତ ଔଷଧ। ଏ ପର୍ଯ୍ୟନ୍ତ ଅପରୀକ୍ଷିତ, କିଏ ଜାଣେ କ'ଣ ହୋଇଯିବ। କିନ୍ତୁ ମୁଁ ତାକୁ ଏହା କେବେ କହିନାହିଁ ଯେ ସାବଧାନତା ରଖ। ପରିଣାମ କ'ଣ ହୋଇପାରେ ସେ ଜାଣିଛି, ମୁଁ ମଧ୍ୟ ଜାଣିଛି। କିନ୍ତୁ ମୁଁ ତାକୁ କହିବିନି ଯେ ସାବଧାନତା ରଖ। ମୁଁ ମଧ୍ୟ କେମିତିକା ଜୀବନ ବିତାଉଛି ସେ ଜାଣେ। ସେ USରେ ରହେ। ଏବେ ଭାରତ ଆସିଥିଲା 2 ମାସ ଥିଲା। ମୁଁ ତାକୁ ଯେବେ ମଧ୍ୟ ଦେଖା କରିବାକୁ ଯାଏ ତ ରାତି 2ଟାରେ ଯାଉଥିଲି। ତା ପୂର୍ବରୁ ମୋତେ ସମୟ ମିଳୁନଥିଲା। ତାକୁ ମଧ୍ୟ ମୋ ଜୀବନ ବିଷୟରେ ଜଣାଅଛି। କିନ୍ତୁ ସେ କହିବନି ଯେ ଏବେ ଅଟକି ଯା, ବିଶ୍ରାମ କରିନେ କିମ୍ବା ଧୀର ହୋଇଯା। କାମକୁ ଭଲ ପାଇବା କ'ଣ ମୁଁ ବି ଜାଣିଛି, ସେ ବି ଜାଣିଛି। ଅଜବ ଲାଗିବ ଯଦି ମୁଁ ତାକୁ କହିବି ରିଟାୟାର ହୋଇଯା, କିମ୍ବା ସେ ମୋତେ କହିଲେ ଏବଂ ତା ପାଖରେ କୌଣସି ଫଣ୍ଡିଂ ନାହିଁ। ନିଜର ଚାକିରିର ଯାହା ସେଭିଂ ଥିଲା ସେଇଥିରେ ହିଁ ସବୁ କରୁଛି। ନିଜର ଗୋଟେ ଲ୍ୟାବ୍ ବନେଇଛି, ସେଇଥିରେ କର୍ମଚାରୀଙ୍କୁ ମଧ୍ୟ ରଖିଛି। ନିଜର ହିଁ ଗବେଷଣା ଏବଂ ଏମିତି ଏକ ବିଷୟରେ ଗବେଷଣା କରୁଛି ଯେଉଁ କ୍ଷେତ୍ରରେ ସେ ଅଧ୍ୟୟନ ବି କରିନି। ସେ ଜଣେ ମେକାନିକାଲ ଇଞ୍ଜିନିୟର। US ଯାଇ MS କରିଛି ସେ। ଏବଂ କାମ କେଉଁ କ୍ଷେତ୍ରରେ କରୁଛି ସବୁ ନିଜେ ବସିକି ପଢ଼ିଛି। ଏଇଥିପାଇଁ ନୁହେଁ କି ଡିଗ୍ରୀ ମିଳିଯିବ, କାହିଁକି ନା ତାକୁ ଲାଗୁଛି ଯେ ଏହା ହିଁ ସେ କାମ ଯାହା କରିବାର ଅଛି। ଜୀବନରେ ଏକ ଜିଦ୍ ରହିବା ଦରକାର। ତୁମେ ଯେମିତି ଜୀବନ ବିତାଉଛ ତାହାକୁ ଦେଖି ଯଦି କେହି ତୁମକୁ ପାଗଳ କହୁନାହାନ୍ତି ତେବେ ତୁମେ ଭୁଲ ପଥରେ ଅଛ। ଯିଏ ସମସ୍ତଙ୍କ ଆଖିରେ ସଠିକ୍ ଏବଂ ସନ୍ତୁଳିତ ଜୀବନ ବିତାଉଛି ତାର ଜୀବନ ତ ବର୍ବାଦ ହିଁ ଯାଉଛି।